ସବୁ ଜିନିଷ ଗୋଳା ହେଇକି ସୋରିଷ ତେଲ ଦହି ସବୁ ପଡ଼ିକି ଗୋଳା ଗୋଳି ହେଇଛି। ଦହି ମସଲା ମସଲି ପଡ଼ିକି ଗୋଳା ହେଇକି ସବୁ ଜିନିଷ ଆଗରେ ପିଆଜ ହେଇକି ଗୋଳା ହେଇକି ସେଥିରେ ମସଲା ବି ହେଇଗଲାଣି। ବରା ତ ହେଇଥିଲା, ତାକୁ ଆମେ ପ୍ୟାକ୍ କରିସାରିଛନ୍ତି। ସବୁ କାମ ସରିଯାଇଛି, ଖାଲି ମସଲାଟା ବାକି ଅଛି। ଆମେ କାଢ଼ିଦେବା, କାଢ଼ି ଦେଇକି ମସଲାରେ ନା ପାଣି ଦିଆହେଲା। ଦେଖିପାରୁଛନ୍ତି ମସଲାରେ ପାଣି ଦିଆହେଲା। ମସଲା ଚାଲିଛି ମସଲା ଚାଲିଛି। ହେଇଗଲାଣି ଏବେ। ଆଗରେ ବିଭିନ୍ନ ପ୍ରକାର ଜିନିଷ ପଡ଼ିଛି, ଦହି, ସୋରିଷ ତେଲ, ମସଲା, ବିଭିନ୍ନ ପ୍ରକାର ଚିକେନ ପଡ଼ିଛି। ଚିକେନ ଫାଷ୍ଟ ଧୁଆ ହେବ, ତା ଦେହରେ ଦହି, ସୋରିଷ ତେଲ, ମସଲା ଆଉ ଟିକେ ଗୁଣ୍ଡ ଏମିତି ସବୁ ପକେଇକି ଘଣ୍ଟା ହେବ, ଭଲ ଗୋଳା ହେବ। ଗୋଳା ହେଇସାରିଲା ପରେ ତାକୁ ଅନୁମାନ କରିକି 4 ମିନିଟ୍ ଖଣ୍ଡେ କି 5 ମିନିଟ୍ ଖଣ୍ଡେ ଘୋରାଇ ଦେବ। ଘୋରାଇ ସାରିଲା ପରେ ଦେଖିବ ତାର ସବୁ କଲର୍ଟା ପଳେଇ ଆସିବ, ଚିକେନର କଲର୍। ଦେଖି ଚିକେନର ପୁରା କଲର୍ଟା ଆପଣ ଦେଖିପାରୁଛନ୍ତି, କଲର୍ଟା ଏମିତି ପଳେଇ ଆସିବ। ଆଉ ସବୁ ଜିନିଷ ସେଥିରେ ପଡ଼ିଛି। ପ୍ୟାକିଂ ହେଲା ଚିକେନ, ଆମର ଚିକେନ ପ୍ରସ୍ତୁତ ହେଇଗଲା। ସେଠି ମସଲା ହେଇସାରିଲା ପରେ ଚିକେନଟା ପଡ଼ିବ। ଆଉ ଥରେ ଆମେ ଟିକେ ପ୍ୟାକିଂ ହେଇସାରିଲା ହେଇଯାଇଥିଲା। ଯେଉଁ ମସଲା ସବୁ ଲାଗିଛି ଦେଖୁଛନ୍ତି, ତେଲ ସୋରିଷ ତେଲ ସବୁ ପଡ଼ିଛି ଅଧିକା, କିନ୍ତୁ ସୋରିଷ ତେଲଟା ହେଉଛି ଭଲ, କାରଣ ଅଧିକା ସୋରିଷ ତେଲ ପକାଇଲେ ବାସ୍ନାଟା ବହୁତ ବଢ଼ିଆ ବାହାରିବ। ଦେଖୁଛନ୍ତି ଦହି ଫହି ପଡ଼ିଛି, ସବୁ ମସଲା ପଡ଼ୁଛି ଆଗରେ, ଫାଷ୍ଟିଂରୁ ସବୁ ମସଲା ପଡ଼ୁଛି। ମସଲା କଷା ହେଉଛି, ମସଲା କେମିତି କଷା ହେଉଛି।